ତମ ମାନଙ୍କୁ ଭଲ ହିଁ କହିଦେଉଛି। ସେଇ ରହନକୁ ଏକୁଟିଆ ଦେଇକି ଜୀବନରେ ମାରିବା ନାଟକ କରିବ। ସେ ସମୟରେ ମୁଁ ଆସି ବଞ୍ଚେଇବାର ଅଭିନୟ କରିବି ଆଉ ତମମାନଙ୍କୁ ମିଛରେ ଭିତରେ ମାଡ଼ ମାରିବି। ସେଇ ଜାଗା ଛାଡ଼ିକି ତମେ ମାନେ ପଳେଇଯିବ ହେଲା। ସେଥିପାଇଁ ତୁ ଟେନସନ ନେ ନା କଳାବତୀ। ଆରେ ସେ ଯଦି ଥରେ ଥରେ ଆମ ମିଛ ପ୍ରେମ ଦଳରେ ପଡ଼ିଗଲେ ତାକୁ ଆମେ ବରବାଦ କରିଦେବା। ବରବାଦ। ବାପା ନା ତତେ ବି କହିଦଉଛି ନାଗେଶ ସହିତ ଯାଇକି ନାଗେଶକୁ ହେଲ୍ପ କରିବୁ ହେଲା। ସେଥିପାଇଁ ତୁ ଟେନସନ ନେ ବା କଳାବତୀ। ଆମେ ମାମୁ ଜ୍ୱାଇଁଙ୍କ ମିଶି ଏମିତି ମାରିବା ନ ଅଭିନୟ କରିବୁ ସେ ଆମ ପ୍ଲାନ୍ କିଛି ବି ଜାଣିପାରିବୁନି ମା ହେଲା। ହଁ ବାପା, ଯେମିତିକି ସେଇ ରହନ କିଛି ନ ଜାଣିବା ଦରକାର ହେଲା। ଠିକ ଅଛି ରେ ମା। ସେଥିପାଇଁ ତୁ ଦେବ ଟେନସନ ନେ ନା କଳାବତୀ। ଆରେ ଆମେ ତାକୁ ଏମିତି ମାରିବା ଆକ୍ଟିଂ କରିବୁ ସେ ଶୁଣା ଆମ ପ୍ଲାନ୍ ବିଷୟରେ କିଛି ଜାଣିପାରିବୁନି। ହେଲେ ଗୋଟାଏ କଥା ମନେ ରଖ କଳାବତୀ। ଆରେ କୋଉ କଥା? ଆରେ ତୁ ଯଦି ସେ ହରାମଜାଦା ରୋହନ ସାମନ୍ତରାୟକୁ ତୋ ପ୍ରେମରେ ଫସାଇ ଦେଲେ ଏମିତି ଫସାଇବୁ ସେ ନା ତୋତେ ଭୁଲି ପାରିବ ନା ତୋତେ ଛାଡ଼ି ରହି ପାରିବ। ଆରେ ତୁ ଉଠ କହିଲେ ଉଠିବ ଆଉ ବସ କହିଲେ ବସିବ। ତାପରେ ସେ ରୋହନ ସାମନ୍ତରାୟକୁ ଆମେ ଏମିତି ଗେମ୍ ଖେଳିବା ଦେଖିବୁ। ଆରେ ଦେଖିବୁ ରାଜ କରିବା ରାଜ। ତମେ ସେଥିପାଇଁ ଟେନସନ ନେବା କିଛି ଦରକାର ନାହିଁ। ଯାହା ହବ ମୁଁ ସବୁ ଡିସାଇଡ କରିସାରିଛି ବୁଝିଲୁ। ହଁ କଳାବତୀ। ଠିକ ଅଛି ଚାଲ ଯିବା। ଆମେ ଏ ବିଷୟରେ ଭାବିବାକୁ ପଡିବ ନା ଆଉ ଚାଲ। ଆମକୁ ଏ ବିଷୟରେ କିଛି ଗୋଟେ ଭାବିବାକୁ ପଡିବ। ହଁ ଆରେ ଚାଲ।